ମୁଁ ଗୁଣ୍ଠୁପଡ଼ାର ଗୋଟେ ପୁଅ ସାଙ୍ଗରେ ପଳେଇ ଯାଇଥିଲି। ମୁଁ ଆଗରୁ ବି ମ୍ୟାରେଜ କରିଥିଲି ହେଲା କି ଗଲା ପରେ ମୋତେ କହିଲେ ଶାରୀରିକ ସମ୍ପର୍କ ରଖିବା ପାଇଁ, ତଥାପି ଶାରୀରିକ ସମ୍ପର୍କ ଆମେ ରଖିଲୁ। ମୋ ପ୍ରେମିକ ଟୁଲୁ ମୋତେ ଏତେ ଭଲ ପାଇଲା ଯେ ମୁଁ ମୋ ସ୍ୱାମୀ ଆଉ ଛୁଆଙ୍କୁ ଛାଡ଼ି ତା ସହ ସୁରଟ ପଳେଇଗଲି। ସେ ମୋ ସବୁ ମଜା ନେଇସାରିବା ପରେ ଏବେ ମୋତେ ଛାଡ଼ି କୁଆଡ଼େ ପଳେଇ ଯାଇଛି। ଏ କଥା ହେଉଛି ଏଇ ମହିଳାଙ୍କର ଆଜ୍ଞା। ଏ ଘଟଣା ଆଉ କେଉଁଠୁ ନୁହେଁ, ଏ ଘଟଣା ହେଉଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର। ଏଇ ମହିଳାଙ୍କ ନାଁ ହେଉଛି ସୁନିତା। ସୁନିତା ବାହା ହେଇଥିଲେ ଆଉ ତାଙ୍କର 2ଟା ସନ୍ତାନ ମଧ୍ୟ ଅଛନ୍ତି। ହେଲେ ଏଇ ସୁନିତାକୁ ପୁଣି ଜଣେ ଯୁବକ ସହ ଏମିତି ପ୍ରେମ ହେଲା ଯେ ସେ ସ୍ୱାମୀ ଆଉ ଛୁଆଙ୍କୁ ଛାଡ଼ି 2 ବର୍ଷ ପୂର୍ବରୁ ତା ପ୍ରେମିକ ସହ କୁଆଡ଼େ ଫେରାର ହେଇଗଲା। ପ୍ରେମିକ ସିଧା ସୁରଟ ନେଇଗଲା ଆଉ ସେଠି ତାକୁ ଗୋଟେ ମନ୍ଦିରରେ ବାହା ବି ହେଲା। ସ୍ୱାମୀ ସ୍ତ୍ରୀ ହେଇ ଗୋଟେ ଘର ଭଡ଼ା ନେଇ ରହିବାକୁ ଲାଗିଲେ। କିଛି ଦିନ ପରେ ସୁନିତା ଗର୍ଭବତୀ ହେଲା, ହେଲେ କୌଣସି କାରଣରୁ ଗର୍ଭ ବି ନଷ୍ଟ ହୋଇଯାଇଥିଲା। ୟାରି ଭିତରେ 2 ବର୍ଷ ବିତି ଯାଇଥିଲା। ପ୍ରେମିକ ଜଣକ ସୁନିତା ସହ ବୋର୍ ବି ହେଇଯାଇଥିଲା। ତେଣୁ ସୁନିତାକୁ ଗାଁକୁ ଫେରାଇ ଆଣିବାକୁ ଏକ ନୂଆ ଯୋଜନା ପ୍ରସ୍ତୁତ କଲା। ସୁନିତାକୁ ଗାଁକୁ ଆଣି କୋର୍ଟ ମ୍ୟାରେଜ କରିବାକୁ ପ୍ରସ୍ତାବ ଦେଇଥିଲା ପ୍ରେମିକ ଜଣକ। ସୁନିତା ରାଜି ବି ହେଇଯାଇଥିଲା। ଉଭୟ ଗାଁକୁ ଆସିଲା ବେଳେ ପ୍ରେମିକ ଜଣକ ସୁନିତାକୁ ରାସ୍ତାରେ ଛାଡ଼ି କୁଆଡ଼େ ଫେରାର ହେଇଯାଇଥିଲା। ଏପଟେ ସୁନିତା ସ୍ୱାମୀ ଆଉ ଛୁଆଙ୍କୁ ଛାଡ଼ି ଯାଇଥିଲା, ସେପଟେ ପ୍ରେମିକ ବି ହାତ ଛାଡ଼ି ଦେଇଥିଲା। କ'ଣ କରିବ କିଛି ଭାବି ନପାରି ପ୍ରେମିକ ଘରେ ପହଞ୍ଚିଲା ଆଉ ସ୍ତ୍ରୀର ମାନ୍ୟତା ପାଇଁ ପ୍ରେମିକ ଘର ଆଗରେ ଧାରଣାରେ ବସି ପଡ଼ିଲା। ଅନ୍ୟପଟେ ସୁନିତାର ଏମିତି କାଣ୍ଡ କାରଖାନା ଦେଖି ପ୍ରେମିକର ପରିବାର ଲୋକେ ଘରେ ତାଲା ପକେଇ କୁଆଡ଼େ ଫେରାର ହେଇଗଲେ। ହଁ ଆଜ୍ଞା, ପ୍ରେମିକର ଘର ଆଗରେ ବିବାହିତ ମହିଳାଙ୍କ ଧାରଣା। ସ୍ତ୍ରୀର ମାନ୍ୟତା ପାଇଁ ଜିଦ୍ରେ ଅଟଳ ଫେରାର ବିବାହିତ ମହିଳା। ଏ କାହାଣୀ ଏହି ମହିଳାଙ୍କ ମାତୃତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁନି କି ଆଜ୍ଞା? ଏ କାହାଣୀ ସ୍ତ୍ରୀକୁ ଭଲ ପାଉଥିବା ଜଣେ ସ୍ୱାମୀର ଭରସା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁନି କି ଆଜ୍ଞା? ଏ କାହାଣୀ ଜଣେ ନାରୀର ଚରିତ୍ରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁନି କି ଆଜ୍ଞା? ଯଦି ଏମିତି କାମ ସେ ସୁନିତାର ସ୍ୱାମୀ କରିଥାନ୍ତା, ଯଦି ସେ ଆଉ ଜଣେ ଝିଅକୁ ପ୍ରେମ କରି ଫେରାର ହେଇଯାଇଥାନ୍ତା, ତେବେ ସେ ସ୍ୱାମୀ କେବେଠୁ ଦଣ୍ଡ ପାଇସାରନ୍ତାଣି। କିନ୍ତୁ ଇଏ ପା ମହିଳା ସବୁଥିରେ ଆଗରେ ଅଛନ୍ତି। ତେଣୁ ପରକୀୟା ପ୍ରୀତିରେ ବି ଏମାନେ ଢେର ଆଗରେ। ଏପଟେ ସ୍ୱାମୀ ଛୁଆଙ୍କୁ ଛାଡ଼ିଲା, ସେପଟେ ପ୍ରେମିକ ଘରେ ଧାରଣା ଦେଇ ପ୍ରେମିକର ନିରୀହ ବାପା ମାଆଙ୍କୁ ହଇରାଣ ବି କଲା। ବିଚରା ବାପା ମାଆଙ୍କର କ'ଣ ଦୋଷ ଥିଲା କେଜାଣି? ସେମାନେ ବି ଲୋକ ଲଜ୍ଜାକୁ ସହି ନପାରି ଘର ଛାଡ଼ି କୁଆଡ଼େ ପଳେଇ ଗଲେ। ବିବାହିତ ମହିଳାଙ୍କୁ ପ୍ରେମ କରି 2 ବର୍ଷ ଧରି ଗୋଟିଏ ଘରେ ଏକାଠି ରହି ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କଲା ପ୍ରେମିକ। ଏବେ ପ୍ରେମିକର ଘର ଆଗରେ ଧାରଣାରେ ବସିଛି ଏହି ବିବାହିତ ମହିଳା ସୁନିତା। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନାପାଲି ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁପଡ଼ା ଗ୍ରାମର ଜଣେ ପ୍ରେମିକର ଘର ଆଗରେ ଧାରଣାରେ ବସିଛି ଏହି ବିବାହିତା ମହିଳା ସୁନିତା। ମହିଳା ଜଣକ ସ୍ତ୍ରୀ ମାନ୍ୟତା ଦାବି କରୁଥିବା ବେଳେ ତାଙ୍କ ସହ ପ୍ରତାରଣା କରି କୁଆଡ଼େ ଚାଲିଯାଇଛି ପ୍ରେମିକ ଜଣକ। ସୂଚନା ଅନୁସାରେ କବିସୂର୍ଯ୍ୟନଗର ଥାନା ଗୁଣ୍ଠୁପଡ଼ା ଗ୍ରାମର ଟୁଲୁ ମହାରଣା ନାମକ ଜଣେ ଯୁବକ ସୁନାପାଲି ଗ୍ରାମର ସୁନିତା ବେହେରା ନାମକ ଜଣେ ବିବାହିତା ମହିଳାଙ୍କୁ 2 ବର୍ଷ ତଳେ ଭଲ ପାଇ ତାଙ୍କ ସହ ଫେରାର ହେଇଯାଇଥିଲା। ଆଗରୁ ମହିଳା ଜଣକ 2ଟି ସନ୍ତାନ ଓ ସ୍ୱାମୀ ଥାଇ ମଧ୍ୟ ପ୍ରେମିକ ସହ ଫେରାର ହେବା ପରେ ସୁରତର ଆମ୍ବାଜୀ ମନ୍ଦିରରେ ପ୍ରେମିକକୁ ବିବାହ କରିବା ପରେ ହାଉସିଂ ବୋର୍ଡରେ ଏକ ଭଡ଼ା ଘରେ 2 ବର୍ଷ ଧରି ରହିଥିଲେ। ଏତିକି ଭିତରେ ତାଙ୍କର ଅନ୍ୟ ଏକ ପୁତ୍ର ସନ୍ତାନଟିଏ ମଧ୍ୟ ଜନ୍ମ ହୋଇ ମୃତ୍ୟୁବରଣ କରିସାରିଥିଲା। ଗତ ମାସ 20 ତାରିଖରେ କୋର୍ଟ ମ୍ୟାରେଜ କରିବାକୁ କହି ଟୁଲୁ ସୁନିତାକୁ ନିଜ ଗାଁକୁ ଧରି ଆସିଥିବା ବେଳେ କବିସୂର୍ଯ୍ୟନଗର ବୁଢ଼ା ଆମ୍ବ ନିକଟରେ ଛାଡ଼ିଦେଇ କୁଆଡ଼େ ଫେରାର ହେଇଯାଇଥିଲା। ପରେ ମହିଳା ଜଣକ ଥାନାରେ ଅଭିଯୋଗ କରିଥିବା ବେଳେ ଆଜି ସ୍ତ୍ରୀର ମାନ୍ୟତା ଦାବି କରି ପ୍ରେମିକର ଘର ବାରଣ୍ଡା ଆଗରେ ବସିଛନ୍ତି ସୁନିତା। ସ୍ତ୍ରୀ ମାନ୍ୟତା ନ ମିଳିବା ଯାଏଁ ସେଠାରେ ଧାରଣାରେ ବସିବେ ବୋଲି ମଧ୍ୟ କହିଛନ୍ତି ପ୍ରେମିକା ଜଣକ। ଅପରପକ୍ଷରେ ପ୍ରେମିକର ପରିବାର ଲୋକେ ଘରେ ତାଲା ପକେଇ କୁଆଡ଼େ ଫେରାର ହେଇଯାଇଛନ୍ତି। ସୁନିତା ମ୍ୟାଡ଼ାମ, ଏବେ ଆପଣଙ୍କୁ କ'ଣ ମିଳିଲା? ସ୍ୱାମୀ ଆଉ ଛୁଆଙ୍କୁ ଛାଡ଼ି ଗଲ, ଏବେ ପ୍ରେମିକ ବି ଗଲା। ତମେ କେମିତିକା ମଣିଷ ହୋ? ସ୍ୱାମୀ ନହେଲା ନାହିଁ, 2 ଛୁଆଙ୍କୁ କେମିତି ଛାଡ଼ିକି ଯାଇପାରିଲ? ତମ ନିଜ ଗୋଡ଼ରେ ନିଜେ ତ କୁଡ଼ାରି ମାରିଛ, ଏବେ କ'ଣ ହେବ ବୋଲି ଭାବୁଛ? ଦର୍ଶକ ବନ୍ଧୁ, ଏ ମହିଳା ସ୍ୱାମୀ ପିଲାଙ୍କୁ ଛାଡ଼ି ଆଉ ଜଣଙ୍କ ସହ ଫେରାର ହେଇ କ'ଣ ଠିକ୍ କରିଛି? ଆଉ এই ପ୍ରେମିକ ଫେରାର ହେବା ପରେ ପ୍ରେମିକ ଘର ଆଗରେ ଧାରଣାରେ ବସି ତାଙ୍କ ପରିବାରକୁ ହଇରାଣ କରିବା କ'ଣ ଠିକ୍? ଆଉ ସୁନିତା ଧାରଣା ଦେଇ କ'ଣ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି? ନା ଭଲ ସ୍ତ୍ରୀ ହେଇପାରିଲା, ନା ଭଲ ମା ହେଇପାରିଲା, ନା ଯାହାକୁ ପ୍ରେମ କରି ଭରସା କଲା ସେ ସାଥିରେ ରହିପାରିଲା। ଏମିତି ନାରୀ କ'ଣ ସତରେ ଆମ ଓଡ଼ିଶାରେ ଅଛନ୍ତି? ଏମାନେ ସତରେ କ'ଣ ଏତେ ତଳକୁ ଖସି ଯାଇପାରନ୍ତି? ଏଭଳି ନାରୀକୁ କ'ଣ ସତରେ ନ୍ୟାୟ ମିଳିବା ଦରକାର? ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।